ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ବିବାହ ହୋଇପାରୁନାହିଁ, ବିବାହ ପ୍ରସ୍ତାବ ଆସୁନାହିଁ, ପ୍ରସ୍ତାବ ଆସି ଭାଙ୍ଗି ଯାଉଛି, ବିବାହରେ ବାଧା ଉତ୍ପନ୍ନ ହେଉଛି, ପିତୃଦୋଷ ଖଣ୍ଡନ ହେଉନାହିଁ, ପିତୃଦୋଷରେ ପୀଡ଼ିତ ଅଛନ୍ତି, ଘରେ ପରିବାରରେ ବିଶୃଙ୍ଖଳା ଲାଗି ରହୁଛି, କୌଣସି କାର୍ଯ୍ୟ ସିଦ୍ଧି ହୋଇପାରୁନାହିଁ, ଚାକିରି ବୃତ୍ତିରେ ମନ ମୁତାବକ ଫଳ ମିଳୁନାହିଁ। ଏହିସବୁ ସମସ୍ୟାର ସମାଧାନ ଏହି ଦିନ ହୋଇପାରିବ। ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଏହିସବୁ ଦୋଷ ଦୂର କରି ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ଜୁଆର ଆଣିଦେବ। ମନବାଞ୍ଛିତ ଫଳ ପ୍ରାପ୍ତ ହେବ। ପିତୃପୁରୁଷଙ୍କ ଚାପରୁ ମୁକ୍ତ ହୋଇଯିବେ। ବିବାହ କରିବାରେ ଥିବା ବାଧା ଦୂର ହୋଇ ମନ ମୁତାବକ ବରକନ୍ୟା ପ୍ରାପ୍ତି ହୋଇପାରିବ। ଶ୍ରାବଣ ମାସ ଅମାବାସ୍ୟାରେ ଶିବ ପାର୍ବତୀଙ୍କ କୃପାରୁ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ସମାଧାନ ହୋଇପାରିବ। ଶ୍ରାବଣ ମାସ ଅମାବାସ୍ୟା ଶିବ ପାର୍ବତୀଙ୍କର ଅତି ପ୍ରିୟ ମାସ। କୁହାଯାଏ ଭଗବାନ ଶିବ ଏହି ଶ୍ରାବଣ ମାସରେ ସମଗ୍ର ସୃଷ୍ଟିର ଦାୟିତ୍ୱ ସମ୍ଭାଳିଥାନ୍ତି। ସାଧାରଣତଃ ଅମାବାସ୍ୟା ତିଥିକୁ ବା ଅମାବାସ୍ୟା ଦିନଟିକୁ ଏକ ନକାରାତ୍ମକ ଦିନ ଭାବରେ ଗ୍ରହଣ କରାଯାଇଥାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଏହି ଦିନ ରବି ଓ ଚନ୍ଦ୍ର ଗୋଟିଏ ରାଶିରେ ଏକତ୍ର ଅବସ୍ଥାନ କରିଥାନ୍ତି। ରବିଙ୍କର ତେଜିଆନ ପ୍ରଭାବରୁ ଚନ୍ଦ୍ରଙ୍କର ସମସ୍ତ ଶକ୍ତି ନଷ୍ଟ ହୋଇଯାଇଥାଏ। ତେଣୁ ଚନ୍ଦ୍ର ମହାଗ୍ରହଙ୍କର କୌଣସି ବଳ ନଥାଏ। ଆମ ଜାତକରେ ଚନ୍ଦ୍ର ମହାଗ୍ରହଙ୍କର ବଳ ଦରକାର ଥିବାରୁ ଏବଂ ସବୁଥିରେ ଚନ୍ଦ୍ର ମହାଗ୍ରହଙ୍କର ସ୍ଥିତି ଖୋଜା ହେଉଥିବାରୁ ସେଦିନ ଚନ୍ଦ୍ରଙ୍କର ବଳ ନଥିବାରୁ ସେହି ଦିନଟିକୁ ସମସ୍ତେ ପରିତ୍ୟାଗ କରିଦେଇଥାନ୍ତି। ଅର୍ଥାତ୍ ଅମାବାସ୍ୟା ଦିନରେ କୌଣସି ଶୁଭ କାମ କରନ୍ତି ନାହିଁ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଅମାବାସ୍ୟା ଦିନଟିରେ କୌଣସି ଶୁଭ କାର୍ଯ୍ୟ ଯଥା ବିବାହ, ଗୃହପ୍ରବେଶ, ବ୍ରତ ଏବଂ ଚୁଟି ପକାଯାଏ ନାହିଁ କିମ୍ବା କ୍ଷୌର କାର୍ଯ୍ୟ ମଧ୍ୟ କରାଯିବା ନିଷେଧ କରାଯାଇଛି। କୁହାଯାଏ ଅମାବାସ୍ୟା ଦିନରେ ପିତୃପୁରୁଷଗଣ ମର୍ତ୍ତ୍ୟଲୋକକୁ ଆସିଥାନ୍ତି। ତେଣୁ ଏହି ଅମାବାସ୍ୟା ଦିନ ନବଗ୍ରହ ଓ ପିତୃପୁରୁଷଙ୍କ ପାଇଁ ବିଶେଷ ପୂଜାର୍ଚ୍ଚନା କରାଯିବା ସହିତ ଗରିବ ଲୋକଙ୍କୁ ଅନ୍ନ, ବସ୍ତ୍ର, ଧନ ପ୍ରଦାନ କରାଯାଉଥିବା ବେଳେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କୁ ମଧ୍ୟ ଭୋଜନରେ ପରିତୃପ୍ତ କରାଇ ଦାନ ଦକ୍ଷିଣା ଦେବାର ବିଧି ବ୍ୟବସ୍ଥା ରହିଅଛି। ଶ୍ରାବଣ ମାସ କୃଷ୍ଣପକ୍ଷ ତିଥିର ଅମାବାସ୍ୟାକୁ ହିନ୍ଦୀରେ ହରିଆଲି ଅମାବାସ୍ୟା କୁହାଯାଇଥାଏ। କାରଣ ଶ୍ରାବଣ ମାସ ବର୍ଷା ଋତୁରେ ପୃଥିବୀ ବକ୍ଷରେ ଚାରିପଟେ ସବୁଜ ରଙ୍ଗର ବୃକ୍ଷଲତା ଭରି ହୋଇ ରହିଥାନ୍ତି। ଯୁଆଡ଼େ ଚାହିଁଲେ ଚାରିଆଡ଼େ ସବୁଜ ବଳୟ ଦୃଷ୍ଟିଗୋଚର ହୋଇଥାଏ। ତେଣୁ ଏହି ଶ୍ରାବଣ ମାସ ଅମାବାସ୍ୟାରେ ପ୍ରତ୍ୟେକଙ୍କୁ ଜ୍ୟୋତିଷୀୟ ନିର୍ଦ୍ଦେଶ ଥାଏ ଗୋଟିଏ ଗଛର ଚାରାଟିଏ ରୋପଣ କରିବା ପାଇଁ। ବୃକ୍ଷର ଚାରାଟିଏ ଲଗାଇଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ତତ୍ ସହିତ ପ୍ରକୃତିର ମଧ୍ୟ ସୁରକ୍ଷା ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି 2024 ମସିହା ଅଗଷ୍ଟ ମାସ 3 ତାରିଖ ଶନିବାର ଦ୍ୱିପ୍ରହର 3:50 ଠାରୁ ଆରମ୍ଭ ହୋଇ 4 ଅଗଷ୍ଟ 2024 ରବିବାର ଅପରାହ୍ନ 4:42 ପର୍ଯ୍ୟନ୍ତ ରହିବ। ଉଦୟା ତିଥି ଅନୁସାରେ 4 ଅଗଷ୍ଟ 2024 ରବିବାର ଦିନ ଶ୍ରାବଣ ମାସର ଅମାବାସ୍ୟା ପାଳିତ ହେବ। ଏହି ଶ୍ରାବଣ ଅମାବାସ୍ୟାରେ ଭଗବାନ ଶିବ ପାର୍ବତୀଙ୍କ ପୂଜାରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ପୁନଶ୍ଚ ଏହି ଦିନ ବୈଦିକ ଜ୍ୟୋତିଷ ଅନୁଯାୟୀ କେତେକ ଶୁଭ ଜ୍ୟୋତିଷୀୟ ଯୋଗର ନିର୍ମାଣ ହେଉଅଛି। ରବି ମହାଗ୍ରହ ପୁଷ୍ୟ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ରବି ପୁଷ୍ୟ ଯୋଗ ଏବଂ ସିଦ୍ଧି ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ଏହି ଶ୍ରାବଣ ଅମାବାସ୍ୟା ଦିନ ଘଟୁଅଛି। ତେଣୁ ଅକର୍ମ କର୍ମଦାୟକ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିଧିବତ ପୂଜା ବିଧାନ ଯଥା ପ୍ରାତଃ ସ୍ନାନ ସାରି ଶିବଲିଙ୍ଗରେ ଗଙ୍ଗାଜଳ, ସୁବାସିତ ଜଳ, ଦୁଧ, ଦହି, ବେଲପତ୍ର, ଧତୁରା, ଶମୀପତ୍ର,
କନିଅର ଫୁଲ ପ୍ରଭୃତି ପ୍ରଦାନ କରିବା, ମୌସୁମୀ ଫଳ ଭୋଗ କରିବା। ଏହାପରେ ଭଲ ଘିଅରେ ଦୀପ ଜାଳି ଶିବ ପଞ୍ଚାକ୍ଷର ସ୍ତୋତ୍ର, ଶିବ ଚାଳିଶା କିମ୍ବା ଶିବ ତାଣ୍ଡବ ସ୍ତୋତ୍ର ସହିତ ଶିବ ଏବଂ ମା ପାର୍ବତୀଙ୍କ ପାଖରେ ଏକତ୍ର ପାଠ କଲେ ମା ପାର୍ବତୀ ଓ ଭଗବାନ ଶିବ ସନ୍ତୁଷ୍ଟ ହୋଇ ସମସ୍ତ ପ୍ରାରବ୍ଧ ଓ କ୍ରିୟମାଣ କର୍ମର ପାପଭାରରୁ ମୁକ୍ତି ପ୍ରଦାନ କରିଥାନ୍ତି ଏବଂ ମନବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି। ତେଣୁ 2024 ମସିହା ଅଗଷ୍ଟ ମାସ 4 ତାରିଖ ରବିବାର ଦିନ ପଡ଼ୁଥିବା ଶ୍ରାବଣ ମାସରେ ଶିବ ଆରାଧନା କରି ସମସ୍ତେ ଏହାର ସୁଫଳ ଲାଭ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଓମ୍ ନମଃ ଶିବାୟ। ଜୟ ଜଗନ୍ନାଥ। ନମସ୍କାର। ତପନ।